ଭିନ୍ନ ବିଚାର ପ୍ଲାଟଫର୍ମର ପ୍ରିୟ ସାଥୀମାନେ ଗୋଟିଏ ଛୋଟିଆ ପ୍ରଶ୍ନ ପଚାରୁଛି, ଶୁଣନ୍ତୁ। ଭିଡ଼ିଓଟିକୁ ପୁରା ଦେଖନ୍ତୁ, ଶେଷରେ ନିଜର ଉତ୍ତର ରଖନ୍ତୁ। ପ୍ରେଜେଣ୍ଟ କଣ୍ଟେକ୍ସଟରେ ମାନେ ବର୍ତ୍ତମାନ ପରିପ୍ରେକ୍ଷୀରେ ଭାରତକୁ ବିଶ୍ୱ ଦରବାରରେ କିଏ ବେଶୀ ଲଜ୍ଜିତ କରିଛି, ନିନ୍ଦିତ କରିଛି, ଅପମାନିତ କରିଛି? କିଏ ସିଏ? ଡୋନାଲ୍ଡ ଟ୍ରମ୍ପ ନା ଗାଲଗୋଟିଆ ୟୁନିଭର୍ସିଟି ଭଳିଆ ୟୁନିଭର୍ସିଟି ମାନେ? ଡୋନାଲ୍ଡ ଟ୍ରମ୍ପକୁ ତ ଆପଣ ଜାଣିଛନ୍ତି, ତାଙ୍କ ବ୍ୟକ୍ତିତ୍ୱ କ'ଣ ଆପଣ ବୁଝିଛନ୍ତି। ସେ ବାରମ୍ବାର କ୍ଲେମ୍ କରନ୍ତି, ହଜାର ବାର କ୍ଲେମ୍ କଲେଣି ଯେ ଇଣ୍ଡିଆ ପାକିସ୍ତାନ ଯୁଦ୍ଧକୁ ସେ ବନ୍ଦ କରିଦେଲେ, ଅପରେସନ୍ ସିନ୍ଦୁର ହେବାକୁ ଦେଲେନି। ଭାରତ ଯାହାଠାରୁ ହାରିଲେ ବି ଚଳିବ, କିନ୍ତୁ ପାକିସ୍ତାନକୁ ହରାଇବା ଦରକାର। କିନ୍ତୁ ଡୋନାଲ୍ଡ ଟ୍ରମ୍ପ କହିଲେ ସେ ସେଟା କରେଇ ଦେଲେନି। ଆଉ ଗୋଟେ କଥା, ଏପଷ୍ଟିନ୍ ଫାଇଲର ଗୋଟେ ମେଲ୍, ଗୋଟେ ପେଜ୍ ବଜାରକୁ ଛାଡ଼ି ଦେଉଛନ୍ତି ଏବଂ ବ୍ଲାକମେଲ୍ କରୁଛନ୍ତି। ଏବେ କହିଲେଣି ଭାରତକୁ ଯେ ତମେ ରୁଷିଆ ଠାରୁ ତେଲ କିଣିପାରିବନି, ଭେନେଜୁଏଲା ଠାରୁ କିଣ। କାହିଁକି? ଆମେରିକାର ସ୍ୱାର୍ଥ ଅଛି। ଅର୍ଥାତ୍ ଡୋନାଲ୍ଡ ଟ୍ରମ୍ପ ଡିସାଇଡ୍ କରିବେ ଭାରତ କ'ଣ ଖାଇବ, କ'ଣ ପିନ୍ଧିବ, କୁଆଡ଼େ ଯିବ, କ'ଣ ସାଇନ୍ କରିବ, ଇତ୍ୟାଦି ଇତ୍ୟାଦି। ଏଇଟା ଗୋଟେ ନୂଆ କଥା, ଆଗରୁ କେବେ ଦେଖା ହେଇନଥିଲା। ଏପଟେ ଯଦି ଗାଲଗୋଟିଆ ୟୁନିଭର୍ସିଟି କଥା ବିଚାରକୁ ନେବେ, ଦେଖିବେ ଯେ ଏତେ ବଡ଼ ବିଶ୍ୱବିଦ୍ୟାଳୟ 320 କୋଟି ଟଙ୍କା ଇନଭେଷ୍ଟ କରିଛି ଏଆଇରେ, କିନ୍ତୁ ଚାଇନାର ରୋବୋଟିକ୍ ଡଗ୍କୁ ଆଣିକି କହୁଛି ନିଜସ୍ୱ ଇନୋଭେସନ୍ ବୋଲି। ବହୁତ ନିନ୍ଦିତ ହେଲା ଏବଂ ଭାରତକୁ ମଧ୍ୟ ନିନ୍ଦିତ କରେଇଲା। କିନ୍ତୁ ପରେ ପରେ ସୋସିଆଲ ମିଡ଼ିଆରେ ବହୁତ ଅରୁଚିକର ମନ୍ତବ୍ୟ ସବୁ ଦେଖାଗଲା। କିଏ କହିଲା ଏଇଟା ମେକ୍ ଇନ୍ ଇଣ୍ଡିଆ ନୁହଁ, ଫେକ୍ ଇନ୍ ଇଣ୍ଡିଆ। କିଏ କହିଲା ଭାରତ ଆତ୍ମନିର୍ଭର ଭାରତ ନୁହଁ, ଚାଇନା ନିର୍ଭର ଭାରତ, ଆମେରିକା ନିର୍ଭର ଭାରତ। ଆଉ କେହି କହୁଛନ୍ତି ବିଶ୍ୱଗୁରୁ ନା ବିଶ୍ୱଚୋର। ଏଇଭଳିଆ ସବୁ ରିମାର୍କସ୍ ଆସୁଛି। ବଟ୍ ଦିସ୍ ଇଜ୍ ଭେରି ବ୍ୟାଡ୍। ଏଥିରେ ଭାରତର ଭୁଲ କ'ଣ ରହିଲା? ଭାରତୀୟମାନଙ୍କର କେଉଁଠି ଭୁଲ ରହିଲା? ଭୁଲ ହେଲା ଭାରତକୁ ଯେଉଁମାନେ ନେତୃତ୍ୱ ଦେଉଛନ୍ତି, ଏ ଭାରତର ଅଧିକାରୀମାନେ, ଯେଉଁମାନେ ଏହି ଇଭେଣ୍ଟ ଅର୍ଗାନାଇଜ୍ କରିଥିଲେ, କିମ୍ବା ଗାଲଗୋଟିଆ ୟୁନିଭର୍ସିଟିର ଭୁଲ। ଏଥିରେ ଭାରତର କିଛି ଭୁଲ ନାହିଁ କି ଭାରତୀୟମାନଙ୍କର କିଛି ଭୁଲ ନାହିଁ। କିନ୍ତୁ ଏ ଗାଲଗୋଟିଆ ୟୁନିଭର୍ସିଟିର କ'ଣ ଏଇ ଗୋଟିଏ ମାତ୍ର ଭୁଲ? ସେ ହେଉଛି ଭୁଲର ଖଣି ଏବଂ ସେ ହେଉଛି ଫ୍ରଡ୍ ସ୍କାମ୍ର ସୌଦାଗର। କେମିତି ନା ଏବେ ସବୁ ଜଣାପଡ଼ିଲାଣି। 2011 ମସିହାରେ ବାପା, ପୁଅ, ମା ମିଶିକିରି ଚୁନା ଲଗେଇଥିଲେ 120 କୋଟି ଟଙ୍କା। ମାନେ ଫର୍ଜରୀ ଡକୁମେଣ୍ଟ ଦେଇକରି 120 କୋଟି ଟଙ୍କା ନେଇଯାଇଛନ୍ତି, ଫେରଉନାହାନ୍ତି, କେସ୍ ଚାଲିଛି। ଆଉ ଗୋଟେ କଥା ଜାଣିଛନ୍ତି, ସେ କହୁଛନ୍ତି ନା ଯେ ଏଆଇ ପାଠ ପଢ଼ାଉଛନ୍ତି ବୋଲି ପିଲାଙ୍କଠୁ ବର୍ଷକୁ 2 ଲକ୍ଷ ଟଙ୍କା ଲେଖାଏଁ ନେଉଛନ୍ତି, କିନ୍ତୁ ସରକାରଙ୍କଠୁ ବହୁତ ପଇସା ନେଇଛନ୍ତି ବୋଲି ଜଣାପଡ଼ିଲାଣି। କେଉଁ ବାଟରେ? ସେ 2297ଟା ପ୍ୟାଟେଣ୍ଟ କରିଛନ୍ତି ବୋଲି କ୍ଲେମ୍ କରିଛନ୍ତି। ଆଉ ଗୋଟେ ନିୟମ ଅଛି, ଯେଉଁମାନେ ପ୍ୟାଟେଣ୍ଟ କ୍ଲେମ୍ କରିବେ ସରକାରଙ୍କ ଠାରୁ 2 ଲକ୍ଷରୁ 5 ଲକ୍ଷ ଟଙ୍କା ରିଇମ୍ବର୍ସମେଣ୍ଟ ପାଇବେ। ଆରେ ବାବୁ, ଯଦି ଏତେ ପ୍ୟାଟେଣ୍ଟ କରିଛନ୍ତି ଏବଂ ରିଇମ୍ବର୍ସମେଣ୍ଟ ପାଇଥିବେ, ତାହେଲେ ତ କୋଟି କୋଟି ଟଙ୍କା ସରକାରଙ୍କଠୁ ନେଇଥିବେ। ସେ କଥା ଜଣାଉନାହାନ୍ତି। ତୃତୀୟ ଜିନିଷଟା ବହୁତ ସାଂଘାତିକ। କୋଭିଡ୍-19 କଥା ମନେ ଅଛି? 2020 ମସିହାରେ ଏହି ୟୁନିଭର୍ସିଟିର ଜଣେ ରିସର୍ଚ୍ଚ ଫେଲୋ ଧର୍ମେନ୍ଦ୍ର କୁମାର, ସେ ଗୋଟେ ରିସର୍ଚ୍ଚ ପେପର ପବ୍ଲିଶ କଲେ। ସେ ରିସର୍ଚ୍ଚ ପେପର ନାଁଟା ମୁଁ କହୁଛି, ଭଲ ଭାବରେ ଶୁଣନ୍ତୁ, ଭଲ ଭାବରେ ଶୁଣନ୍ତୁ। ରିସର୍ଚ୍ଚ ପେପରର ନାଁ ହେଲା କରୋନା ଭାଇରସ୍ କିଲ୍ଡ ବାଇ ସାଉଣ୍ଡ ଭାଇବ୍ରେସନ୍ ପ୍ରଡ୍ୟୁସ୍ଡ ବାଇ ଥାଳି ଆଣ୍ଡ ଘଣ୍ଟି। ଚିନ୍ତା କରୁଛନ୍ତି ତ କୋଉଠୁ এই ଆଇଡିଆଟା ପାଇଲେ? କରୋନା ଭାଇରସ୍ କିଲ୍ଡ ବାଇ ସାଉଣ୍ଡ ଭାଇବ୍ରେସନ୍ ପ୍ରଡ୍ୟୁସ୍ଡ ବାଇ ଥାଳି ଆଣ୍ଡ ଘଣ୍ଟି। ସେହି ସମୟ ଆମର ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ଯେ ଥାଳି ବଜାଅ, କରୋନା ଭଗାଅ। ସେଇ ଆହ୍ୱାନରେ ପ୍ରଭାବିତ ହେଇକରି ରିସର୍ଚ୍ଚ ଫେଲୋ ବାବୁ ଏମିତିଆ ଗୋଟେ ରିସର୍ଚ୍ଚ ପେପର ପବ୍ଲିଶ କଲେ। ଚିନ୍ତା କରିପାରୁଛନ୍ତି ତ, ଏତେ ବଡ଼ ୟୁନିଭର୍ସିଟିରେ ସିଏ କରୋନା ଭାଇରସଟା ଘଣ୍ଟି ବାଡ଼େଇଲେ ମରିଯିବ ରିସର୍ଚ୍ଚ କରୁଥିଲେ। ତାହେଲେ ସେ ୟୁନିଭର୍ସିଟିରେ କି ଭଳିଆ ଶିକ୍ଷା ଦିଆହେଉଥିବ, କି ଭଳିଆ ଏଆଇ ପାଠ ପଢ଼ା ହେଉଥିବ, ଚିନ୍ତା କରନ୍ତୁ। ଭାରତରେ এই ଗାଲଗୋଟିଆ ଭଳିଆ ୟୁନିଭର୍ସିଟି
आउ अनेक आईआईटी रे वर्तमान जितेबाला गोबर गवेषणा चली तेणु एआई सबमिट करिवार प्रासंगिकताटा कौन आपण माने ही कहिबे। धन्यवाद, नमस्कार।